ସ୍ଥାନ କ'ଣ କହିବେ? ସ୍ଥାନ ଯେହେତୁ ସ୍ଥାନ ଉପରେ 144 ଜାରି ଅଛି, ସେଥିପାଇଁ ଝାରପଡ଼ା ଗ୍ରାମବାସୀ ନିଷ୍ପତ୍ତି ନେଲେ ଏ ମେଳଣ ପଡ଼ିଆରେ ଦୁର୍ଗା ପୂଜା କରାଯିବ। ତେଣୁକରି ଆଜି ଆମର ଷଷ୍ଠୀରେ ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ମାଟି ଅନୁକୂଳ ଆଜି ଆରମ୍ଭ। ଆଜି ମାଟି ଅନୁକୂଳରେ ଦୀର୍ଘ ଗ୍ରାମବାସୀ ସମସ୍ତେ ଏଠି ଅଛନ୍ତି। ଗ୍ରାମବାସୀ ରହିକି ମାଟି ଅନୁକୂଳ କରିବୁ। ଆମର ଯେଉଁଟା ପରମ୍ପରା ଅଛି ଷଷ୍ଠୀରେ ହୁଏ, ସେ ପରମ୍ପରା ବଜାୟ ରଖିବୁ। ଆଉ ଶାନ୍ତି ଶୃଙ୍ଖଳା ସହ ପୂଜା ଅର୍ଚ୍ଚନା ଆମ କେମିତି ହେବ ସେ ବାର୍ତ୍ତା ବି ଦେଉଛୁ। ଶାନ୍ତି ଶୃଙ୍ଖଳାରେ ପୂଜା କେମିତି କରିବୁ। ଆଉ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇକି ଅଛନ୍ତି। ଆଲସ ଉଲ୍ଲାସରେ ଆମର ଗ୍ରାମବାସୀ ଯିବେ, ପାଣି ମାଟି ଅନୁକୂଳ କରି ଆସି ଏଠି ବିଧିରେ ଯେମିତି ପୂଜା ଅର୍ଚ୍ଚନା ହେବା କଥା ହେବ, ସବୁ ନୀତି ନିୟମ ଆମର କରିକି ରଖିଛୁ। ଆଜ୍ଞା, ଯେଉଁ ଦେଖାଯାଇଥିଲା ଯେ ପୂଜା ଯେଉଁ ସ୍ଥାନରେ ହେବା କଥା ସେ ସ୍ଥାନରେ ହେଇନି, ତାର କ'ଣ କାରଣ? ସେ ସ୍ଥାନରେ ହେବାକୁ ଆମେ ଚେଷ୍ଟା ପ୍ରୟାସ କରୁଛୁ। କୋର୍ଟ ନିର୍ଦ୍ଦେଶ ହେଲାନି ସେଥିପାଇଁ। କୋର୍ଟ ନିର୍ଦ୍ଦେଶ ନ ହେବାରୁ ଆମେ ବାଧ୍ୟ ହୋଇକି ଏହି ସ୍ଥାନରେ କଲୁ। ଯେହେତୁ ଏ ବଡ଼ ପଡ଼ିଆ 5 ଏକର ଅଛି, ଗାଁ ତ ଗୋଟିଏ ଜାଗା, 1/2 କିଲୋମିଟର ଡିଷ୍ଟାନ୍ସ, ଏଇଠି କଲୁ। ଆଉ ସବୁ ଗାଁ ଲୋକ ଏକାଠି, ସମସ୍ତେ ଗାଁ ଲୋକ ଏକାଠି। ସେଠି ଯେମିତି ହେଉଥିଲା ଭାଇଚାରା ସହ ପୂଜା ହେଉଛି। ହିନ୍ଦୁ ଭାଇ, ମୁସଲିମ ଭାଇ, ଆମର ସବୁ ଭାଇଚାରା ସହ ପୂଜା ହେଉଛି। ସାଜସଜ୍ଜାର କିଛି କମ୍ ହେବନି ତ? ସାଜସଜ୍ଜା ଯେମିତି ଥିଲା ସେମିତି ଦେଖିବେ, ସେମିତି ହେବ। ସାର୍ କାହିଁକି ଏମିତି ବିବାଦ ଆସିଲା? ଏ ଟିକେ ମନ ମନାନ୍ତର ହେଇଯାଇଛି। ଆଉ ପାର୍ଟି ଫିଲିଂ ନେଇକି ଟିକେ ମନ ମନାନ୍ତର ହେଇଯାଇଥିଲା। ସେମିତି କିଛି ନାହିଁ, ମ୍ୟୁଚୁଆଲ୍ ହେବ। 12 ବର୍ଷ ନହେଲେ ସେଇଠି ହେଇପାରେ, ଦେଖିବା। ଚର୍ଚ୍ଚା ହେଉଛି ପୂର୍ବ କମିଟି 70% ଗ୍ରାମବାସୀଙ୍କୁ ମନ ଇଚ୍ଛା ଆଉଟ୍ କରିଦେଇଥିଲେ, ଗୋଟେ କାରଣ କି? ସେ ଆପସ ଭିତରେ ବୁଝାମଣା ଚାଲିଛି। ଆଉ ଏ ହେଇଯିବ, ସବୁ ସଠିକ୍ ହେଇଯିବ। ସେଇ ଧୁମଧାମରେ ହେବ ତ? ଧୁମଧାମରେ ପୂଜା ହେବ। ଆଜ୍ଞା, ପୂଜା ଯେମିତି ହେଇଥିଲା ସବୁ ବର୍ଷ, ଯେମିତି ହେଉଛି ଆମର 14 ବର୍ଷ, ସେମିତି ପୂଜା ହେବ। ଆପଣମାନେ ଦେଖିବେ, ଦୁନିଆ ଦେଖିବ, ସେମିତି ପୂଜା ହେବ। ଝାରପଡ଼ା ଯେମିତି ଉଲ୍ଲାସରେ ଉଡ଼ୁଥିଲା ସେମିତି ଉଡ଼ିବ। 14 ବର୍ଷ ହେଲା ଗୋଟିଏ ସ୍ଥାନରେ ହେଉଥିଲା, ଏଥର ହଁ ସମୟ ପରିସ୍ଥିତି ନେଇ କୋର୍ଟ ନିର୍ଦ୍ଦେଶ ନେଇକି ଆମେ ଚାଲିଲୁ। ଆଉ କୋର୍ଟ ପରାମର୍ଶରେ ଆମେ ଚାଲିବାକୁ ପଡ଼ୁଛି। ଆଚ୍ଛା, ଆଇନ ଅଛି, ଚାଲିଛୁ। ଆଉ ଧନ୍ୟବାଦ ରହିଲି। କ'ଣ ରହିଛି ଏ ବର୍ଷ କାର୍ଯ୍ୟକ୍ରମ? ଯେଉଁ କାର୍ଯ୍ୟକ୍ରମ ତ ବହୁତ ଆନନ୍ଦ ଉଲ୍ଲାସରେ, ଆଉ ଯେମିତି ଆମର ଦୀର୍ଘ 15 ବର୍ଷ ଧରି ଚାଲି ଆସିଛି, ସେମିତି ପୁରା ବହୁତ ଆଡ଼ମ୍ବରରେ ହେବ। ମାଙ୍କ ପୂଜା ଆଉ ଭବ୍ୟ ପୂଜା ହେବ। ଆଉ ଯେଉଁ ଜାଗାରେ ପୂଜା ହେଉଥିଲା ସେଇ ଜାଗାରେ ହେବ ନା କିଛି ପରିବର୍ତ୍ତନ? ନା, ଜାଗା ପରିବର୍ତ୍ତନ, ଯେହେତୁ ସେଠି ଟିକେ ଲାଗି ରହିଛି, ଆମର 144 ଧାରା ଲାଗିକି ରହିଛି, ସେଥିପାଇଁ ଆମର ସ୍ଥାନ ପରିବର୍ତ୍ତନ କରାଯାଇଛି। ଆମର ଝାରପଡ଼ା ମେଳନ ପଡ଼ିଆରେ ହେବ, ରାମନୀଳା ପଡ଼ିଆ ପାଖ ମେଳନ ପଡ଼ିଆରେ ହେବ। ଗାଁ ସାରା ସବୁ ଲୋକ ଏକାଠି ହେଇଛନ୍ତି। ବହୁତ ଆନନ୍ଦ, ସମସ୍ତେ ଏକତ୍ରିତ ହୋଇ, ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ। କ'ଣ କାରଣ ଏମିତି? ଆଜ୍ଞା, କ'ଣ କାରଣ ହେଲା ସେଠୁ ଏମିତି ଯେଉଁ ବିବାଦ ଦେଖାଦେଲା? ଏମିତି ଟିକେ ବିବାଦ ସୃଷ୍ଟିରୁ ହେଇଛି, ମାନମନାନ୍ତର ହେଇଛି। ତଥାପି ଆମର ଗାଁ ମୁରବୀ ମାନେ ଲାଗିଛନ୍ତି, ଗାଁ କେମିତି ଏକାଠି ହେବା ପାଇଁ ଲାଗିଛନ୍ତି। ସମସ୍ତେ ଯାହା ବାଦ ବିବାଦ ଥିଲା, ଯାହା ରହିଛି, ତାକୁ କେମିତି ସମାଧାନ କରାଯିବ ସେ ବାଟ ବି ଖୋଜା ଚାଲିଛି। ଆଉ ଯେମିତି ସବୁ ବର୍ଷ ଆପଣ ଭାଇଚାରା ସହିତ ପୂଜା କରନ୍ତି, ଏଥର କାହିଁକି ଏମିତି ବିବାଦ ଆସିଲା? ନାଇଁ, ଏଥର ବି ଭାଇଚାରା ଦେଇକି ବିବାଦ କିଛି ଲୋକ, ଏଥର ଭାଇଚାରା ପୁରା ଭାଇଚାରା ନେଇକି ବି ପୂଜା ଚାଲିଛି। ଆମେ ବି ସମସ୍ତେ ବି ଆମେ ଏକତ୍ରିତ ହୋଇଛୁ, ହିନ୍ଦୁ ମୁସଲିମ ଭାଇ ସବୁ ସମସ୍ତେ ଏକତ୍ରିତ ହୋଇ ଆମେ ପୂଜାକୁ ଆନନ୍ଦରେ ହେବୁ। ହଁ ହଁ ହଁ, କେମିତି ହେବ? ବହୁତ ଆନନ୍ଦରେ ହେବ। ସମସ୍ତେ ମିଳିମିଶି ପୂଜା କରିବୁ ଆମେ।